ଅନନ୍ତର ପଲେଷ୍ଟିୟ ମାନେ ଯୁଦ୍ଧ କରିବାକୁ ଆପଣମାନଙ୍କ ସୈନ୍ୟ ସାମନ୍ତ ସଂଗ୍ରହ କଲେ। ଆଉ ସେମାନେ ଜିହୁଦାର ଅଧିକାରସ୍ଥ ସୋଖରେ ସଂଗୃହୀତ ହୋଇ ସୋଖ ଓ ଅସେକା ମଧ୍ୟରେ ଏଫସ୍ଦମିମରେ ଛାଉଣି ସ୍ଥାପନ କଲେ। ପୁଣି ସାଉଲ ଓ ଇସ୍ରାଏଲ ଲୋକମାନେ ସଂଗୃହୀତ ହୋଇ ଏଲା ତଳଭୂମିରେ ଛାଉଣି ସ୍ଥାପନ କଲେ ଓ ପଲେଷ୍ଟିୟମାନଙ୍କ ବିରୁଦ୍ଧରେ ସୈନ୍ୟ ସଜାଇଲେ। ତହିଁରେ ପଲେଷ୍ଟିୟମାନେ ପର୍ବତର ଏକ ଦିଗରେ ଓ ଇସ୍ରାଏଲୀୟମାନେ ପର୍ବତର ଅନ୍ୟ ଦିଗରେ ଠିଆ ହେଲେ। ପୁଣି ଉଭୟଙ୍କ ମଧ୍ୟରେ ଉପତ୍ୟକା ଥିଲା। ଏଥିରେ ଗାଥ ନିବାସୀ ଗଲିଆତ ନାମକ ଏକ ମଲ୍ଲଯୋଦ୍ଧା ପଲେଷ୍ଟିୟମାନଙ୍କ ଛାଉଣିରୁ ବାହାର ହେଲା। ସେ 6.5 ହାତ ଉଚ୍ଚ। ପୁଣି ତାହାର ମସ୍ତକରେ ପିତ୍ତଳର ଟପର ଥିଲା ଓ ସେ ମାଛକାଠି ତୁଲ୍ୟ ସାଞ୍ଜୁଆରେ ସଜ୍ଜିତ ଥିଲା ଓ ସେହି ସାଞ୍ଜୁଆ 500 ସେକଲ ପରିମିତ ପିତ୍ତଳର ଥିଲା। ତାହାର ପାଦ ପିତ୍ତଳ ପତ୍ରରେ ଆବୃତ ଓ ତାହାର କାନ୍ଧରେ ପିତ୍ତଳର ଶଲ୍ୟ ଥିଲା। ତାହାର ବଛାର ଦଣ୍ଡ ତନ୍ତୀର ନରାଜ ତୁଲ୍ୟ ଓ ତାହାର ବର୍ଚ୍ଛାର ଫଳକର ପରିମାଣ 600 ସେକଲ ଲୁହା ତୁଲ୍ୟ। ପୁଣି ତାହା ଆଗେ ଆଗେ ତାହାର ଢାଲ ବାହକ ଚାଲିଲା। ଆଉ ସେ ଛିଡ଼ା ହୋଇ ଇସ୍ରାଏଲର ସୈନ୍ୟ ଶ୍ରେଣୀ ଆଡ଼େ ଡାକି ସେମାନଙ୍କୁ କହିଲା, ତୁମ୍ଭେମାନେ କାହିଁକି ଯୁଦ୍ଧ ସାଜିବା ପାଇଁ ବାହାର ହୋଇ ଆସିଛ? ମୁଁ କି ସେହି ପଲେଷ୍ଟିୟ ଲୋକ ନୁହେଁ? ଓ ତୁମ୍ଭେମାନେ କି ସାଉଲର ଦାସ ନୁହଁ? ତୁମ୍ଭେମାନେ ଆପଣମାନଙ୍କ ପାଇଁ ଜଣେ ଲୋକ ମନୋନୀତ କର ଓ ସେ ମୋହର କତିକି ଓହ୍ଲାଇ ଆସୁ। ସେ ଯେବେ ମୋ ସଙ୍ଗେ ଯୁଦ୍ଧ କରିପାରିବ ଓ ମୋତେ ବଧ କରିବ, ତେବେ ଆମ୍ଭେମାନେ ତୁମମାନଙ୍କର ଦାସ ହେବୁ। ମାତ୍ର ଯେବେ ମୁଁ ତାହାକୁ ପାରିବି ଓ ବଧ କରିବି, ତେବେ ତୁମ୍ଭେମାନେ ଆମମାନଙ୍କର ଦାସ ହେବ ଓ ଆମ୍ଭମାନଙ୍କର ଦାସ୍ୟ କର୍ମ କରିବ। ଆହୁରି ସେ ପଲେଷ୍ଟିୟ କହିଲା, ଆଜି ମୁଁ ଇସ୍ରାଏଲର ସୈନ୍ୟ ଶ୍ରେଣୀକି ତୁଚ୍ଛ କରୁଅଛି। ମୋତେ ଜଣେ ଲୋକ ଦିଅ, ଆମ୍ଭେମାନେ ପରସ୍ପର ଯୁଦ୍ଧ କରିବୁ। ପୁଣି ସାଉଲ ଓ ସମୁଦାୟ ଇସ୍ରାଏଲ ସେହି ପଲେଷ୍ଟିୟର ଏହି ସକଳ କଥା ଶୁଣନ୍ତେ ସେମାନେ ହତାଶ ହେଲେ ଓ ଅତିଶୟ ଭୟ କଲେ। ଦାଉଦ ବେଥଲିହମ ଜିହୁଦା ନିବାସୀ ଏକ ଇଫ୍ରାଥୀୟ ପୁରୁଷର ପୁତ୍ର ଥିଲେ। ତାହାଙ୍କର ନାମ ଯିସି। ତାହାର 8 ପୁତ୍ର ଥିଲେ। ପୁଣି ସାଉଲଙ୍କ ସମୟରେ ସେ ପୁରୁଷ ବୃଦ୍ଧ ଓ ଲୋକମାନଙ୍କ ମଧ୍ୟରେ ଗତ ବୟସ୍କ ବୋଲି ଗଣିତ ଥିଲା। ଯିସିର 3 ବଡ଼ ପୁତ୍ର ସାଉଲଙ୍କର ପଶ୍ଚାତ ଯୁଦ୍ଧକୁ ଯାଇଥିଲେ। ପୁଣି ଯୁଦ୍ଧକୁ ଯାଇଥିବା ତାହାର 3 ପୁତ୍ର ମଧ୍ୟରେ ଜ୍ୟେଷ୍ଠର ନାମ ଇଲିଆବ ଓ ଦ୍ୱିତୀୟର ନାମ ଅବିନାଦବ ଓ ତୃତୀୟର ନାମ ସମ। ଆଉ ଦାଉଦ କନିଷ୍ଠ ଥିଲେ। କେବଳ ବଡ଼ 3 ଜଣ ସାଉଲଙ୍କର ଅନୁଗାମୀ ହୋଇଥିଲେ। ମାତ୍ର ଆପଣା ପିତାର ମେଷପଲ ଚରାଇବା ନିମନ୍ତେ ସାଉଲଙ୍କ ନିକଟରୁ ବେଥଲିହମକୁ ଯା ଆସ କରୁଥାନ୍ତି। ପୁଣି ସେହି ପଲେଷ୍ଟିୟ ଲୋକ 40 ଦିନ ପର୍ଯ୍ୟନ୍ତ ପ୍ରାନ୍ତକାଳରେ ଓ ସନ୍ଧ୍ୟା କାଳରେ ନିକଟକୁ ଆସି ଆପଣାକୁ ଦେଖାଉଥାଏ। ଏହି ସମୟରେ ଯିସି ଆପଣାର ପୁତ୍ର ଦାଉଦଙ୍କୁ କହିଲା, ଆପଣା ଭାଇମାନଙ୍କ ପାଇଁ ଏହି ଭଜାଶସ୍ୟକୁ 1 ଅଇଫ୍ରା ଓ ଏହି 10ଟା ରୋଟି ନିଅ ଓ ଛାଉଣିକି ଆପଣା ଭାଇମାନଙ୍କ ନିକଟକୁ ଶୀଘ୍ର ଘେନିଯାଅ। ପୁଣି ଏହି 10 ଖଣ୍ଡ ଛେନା ଛନ୍ତି ସେମାନଙ୍କର ସହସ୍ରପତି ନିକଟକୁ ଘେନିଯାଅ ଓ ତୁମ୍ଭ ଭାଇମାନଙ୍କର କୁଶଳ ବାର୍ତ୍ତା ପଚାରି ସେମାନଙ୍କର କୌଣସି ଚିହ୍ନ ଆଣ। ଏହି ସମୟରେ ସାଉଲ ଓ ସେମାନେ ଓ ସମସ୍ତ ଇସ୍ରାଏଲ ଲୋକ ଏଲା ତଳଭୂମିରେ ଥାଇ ପଲେଷ୍ଟିୟମାନଙ୍କ ସହିତ ଯୁଦ୍ଧ କରୁଥିଲେ। ଏ ଉତ୍ତାରେ ଦାଉଦ ପ୍ରଭାତରେ ଉଠି ଜଣେ ରଖୁଆଳ ହସ୍ତରେ ମେଷପଲ ଛାଡ଼ି ଯିସିର ଆଜ୍ଞା ଅନୁସାରେ ସେ ସବୁ ଦ୍ରବ୍ୟ ଘେନି ଗମନ କଲେ। ପୁଣି ସୈନ୍ୟଗଣ ବାହାରି ଯୁଦ୍ଧ ନିମନ୍ତେ ମହାନାଦ କରିବା ସମୟରେ
से शगड़बंदी स्थान रे उपस्थित हेले। तहु इस्राएल और पलिस्टिय माने युद्ध सजाइले और सैन्य श्रेणी परस्पर सम्मुखा सम्मुखी हेले। पुणी दाऊद सामग्री रक्षक हस्तरे आपणा सामग्री रखी सैन्य श्रेणी मध्यकू दौड़ी आसी आपणा भाई मानंकू कुशल वार्ता पचारिला। से सेमानंक संगे कथाबार्ता करुथिबा समय रे देख गाथ निवासी पलिस्टिय गलियात नामक मल्लयोद्धा पलिस्टिय सैन्य श्रेणी मध्यरु उठी आसी पूर्व परी कथा कहिला। पुणी दाऊद ताहा सुनिले। मात्र इस्राएल लोक समस्ते सेही पुरुष को देखी ताहा सम्मुखरु पळाइले और अतिशय भीत हेले। तहु इस्राएल लोक माने कहिले, एही जे लोक उठी आसीअछि एहाकु कोन तुम्हे माने देखिल? निश्चय इस्राएल को तुच्छ करिबा पाई से उठी आसीअछि। पुणी एहाकु जेबे जेउ लोक बद्ध करिब राजा ताहाकू बहुत धनरे धनवान करिवे और ताहाकू आपणा कन्या देवे आउ इस्राएल मध्यरे ताहार पितृगृह को निष्कर करिवे। सेतेबेले दाऊद आपणा निकटरे ठिया होइथिबा लोकमानंकु पचारिले, जेउ जन एही पलिस्टिय को बध करी इस्राएल रो अपमान दूर करिवो ताहा प्रति कोन कराजिवो? कारण एही असुन्नत पलिस्टिय किए जे से जीवित परमेश्वरंक सैन्य श्रेणी को तुच्छ करिब? तहिरे लोक माने पूर्व परी उत्तर देई कहिले, जे ताहाकू बध करिब ताहा प्रति उपरोक्त प्रकारे कराजिब। से लोकमानंकु कहिबा बेले ताहार ज्येष्ठ भ्राता इलियाब सुनिला। तहिरे इलियाबर क्रोध दाऊदंक उपरे प्रज्वलित हेला। आउ से कहिला, तू काहेकि एठिकी आसिलु? प्रांतर रे तू से मेढा केतोटी काहा पाखरे छाड़िलु? मु तो गर्व ओ तो मनर दुष्टता जाने, कारण तू युद्ध देखिबा पाई आसीअछु। एथिरे दाऊद कहिले, मु एबे कोन कली? एथिरे कि कोनोसी कारण नाही। पुणी से ताहा पाखरु फेरी अन्य लोक आड़कू गले और पूर्व परी कहिले। तहिरे लोक माने पुनर्बार पूर्व परी उत्तर देले। दाऊदंकर एही सबु कथा सुना जाते लोक माने साउलंक सम्मुखरे ताहा कहिले। तेणु से तांकू डकाइले। एथिरे दाऊद साउलंकू कहिले, ताहा सकाशु काहारी हृदय निराश न हेउ। आपणक दास जाई सेही पलिस्टिय संगे युद्ध करिब। तहिरे साउल दाऊदंकू कहिले, तुम्हे सेही पलिस्टिय विरुद्ध रे जाई ताहा संगे युद्ध करि पारिब नाही, कारण तुम्हे तो युवा, मात्र से यौवनावधि योद्धा। तहु दाऊद साउलंकू कहिले, आपणकर दास आपणा पितार मेष चराउ थाए। पुणी कौनसी समय रे गोटिए सिंह कि गोटिए भालू आसी पल मध्यरु छुआ घेनी गले, मु ताहा पछे गोड़ाई ताकू मारी ता मुखरु छुआ को रक्षा करे। पुणी से मो उपरकू उठिले मु ताहार दाढ़ी धरी ताहाकू मारी बध करे। आपणक दास सिंह ओ भालू उभय बध करिअछि। पुणी एही असुन्नत पलिस्टिय सेमानंकर गोटिक परी हेब, कारण से जीवित परमेश्वरक सैन्य श्रेणी की तुच्छ करिअछि। आहुरी दाऊद कहिले, जेउ सदाप्रभु सिंह हातरू और भालू हातरू मते रक्षा करिअछंती, से एही पलिस्टिय हातरू मते रक्षा करिवे। एथिरे साउल दाऊदंकू कहिले, जाओ सदाप्रभु तुमर संगी हेबे। तहु साउल दाऊदंकू अपना वस्त्र पिंधाई ताहांकर मस्तकरे पितल टोपर देई ताकू सांजुआ पिंधाइले। पुणी दाऊद अपना वस्त्र उपरे खड्ग बांधी चलिबाकू चेष्टा कले, कारण से ताहा परख करी नथिले। आ दाऊद साउलंकू कहिले, मु एही बेसरे जाई न पारे, कारण मु से सबू परख करी नाही। एणु दाऊद ताहा काढ़ी रखिले। पुणी से अपना जष्टी हाथ रे घेनी नदीरू 5टी चिक्कण पत्थर
ବାଛିଲେ ଓ ଆପଣା ପାଖରେ ମେଷପାଳକର ଯେଉଁ ଝୁଲି ଥିଲା ସେହି ଝୁଲିରେ ତାହା ରଖିଲେ। ଆଉ ସେ ହାତରେ ଆପଣା ଛାଟିଣି ଧରି ସେହି ପଲିଷ୍ଟିୟ ନିକଟକୁ ଗଲେ। ଏଥିରେ ପଲିଷ୍ଟିୟ ଅଗ୍ରସର ହୋଇ ଦାଉଦଙ୍କର ସନ୍ନିକଟ ହେଲା ଓ ତାହାର ଢାଳ ବାହକ ତାହାର ଆଗେ ଆଗେ ଚାଲିଲା। ତହୁଁ ପଲିଷ୍ଟିୟ ଚାରିଆଡ଼କୁ ଅନାଇ ଦାଉଦଙ୍କୁ ଦେଖି ତୁଚ୍ଛ ଜ୍ଞାନ କଲା, କାରଣ ସେ ଯୁବା ଓ ଈଷତ୍ ରକ୍ତବର୍ଣ୍ଣ ଓ ସୁନ୍ଦର ବଦନ ଥିଲେ। ପୁଣି ସେହି ପଲିଷ୍ଟିୟ ଦାଉଦଙ୍କୁ କହିଲା, ମୁଁ କି କୁକୁର ଯେ ତୁ ଯଷ୍ଟି ନେଇ ମୋ ପାଖକୁ ଆସିଛୁ। ତହିଁରେ ପଲିଷ୍ଟିୟ ଆପଣା ଦେବତାମାନଙ୍କର ନାମରେ ଦାଉଦଙ୍କୁ ଶାପ ଦେଲା। ଆଉ ସେହି ପଲିଷ୍ଟିୟ ଦାଉଦଙ୍କୁ କହିଲା, ମୋ କତିକି ଆ, ମୁଁ ତୋର ମାଂସ ଆକାଶ ପକ୍ଷୀ ଓ ବିଲ ପଶୁମାନଙ୍କୁ ଦେବି। ତେବେ ଦାଉଦ ପଲିଷ୍ଟିୟଙ୍କୁ କହିଲେ, ତୁମେ ଖଡ଼୍ଗ ଘେନି ବର୍ଚ୍ଛା ଘେନି ଓ ଶଲ୍ୟ ଘେନି ମୋ କତିକି ଆସିଅଛ, ମାତ୍ର ତୁମେ ଯାହାକୁ ତୁଚ୍ଛ କରିଅଛ ସେହି ଇସ୍ରାଏଲ ସୈନ୍ୟ ଶ୍ରେଣୀର ପରମେଶ୍ୱର ସୈନ୍ୟାଧିପତି ସଦାପ୍ରଭୁଙ୍କ ନାମରେ ତୁମ୍ଭ ନିକଟକୁ ମୁଁ ଆସିଅଛି। ଆଜି ଦିନ ସଦାପ୍ରଭୁ ତୁମ୍ଭକୁ ମୋ ହସ୍ତରେ ସମର୍ପି ଦେବେ। ଏଣୁ ମୁଁ ତୁମ୍ଭକୁ ଆଘାତ କରି ତୁମ୍ଭଠାରୁ ତୁମ୍ଭ ମସ୍ତକ ଅଲଗା କରିବି। ପୁଣି ମୁଁ ଆଜି ପଲିଷ୍ଟିୟମାନଙ୍କ ସୈନ୍ୟଗଣର ଶବ ଆକାଶ ପକ୍ଷୀଗଣଙ୍କୁ ଓ ପୃଥିବୀସ୍ଥ ବନ ପଶୁମାନଙ୍କୁ ଦେବି। ତହିଁରେ ଇସ୍ରାଏଲ ମଧ୍ୟରେ ଏକ ପରମେଶ୍ୱର ଅଛନ୍ତି ବୋଲି ସମୁଦାୟ ଜଗତ ଜାଣିବେ। ଆଉ ଏହି ସମସ୍ତ ସମାଜ ଜାଣିବେ ଯେ ସଦାପ୍ରଭୁ ଖଡ଼୍ଗ ଓ ବର୍ଚ୍ଛା ଦ୍ୱାରା ଉଦ୍ଧାର କରନ୍ତି ନାହିଁ, କାରଣ ଏହି ଯୁଦ୍ଧ ସଦାପ୍ରଭୁଙ୍କର ଓ ସେ ତୁମ୍ଭମାନଙ୍କୁ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିବେ। ଏ ଉତ୍ତାରେ ସେହି ପଲିଷ୍ଟିୟ ଉଠି ଦାଉଦଙ୍କ ସଙ୍ଗେ ଭେଟିବାକୁ ଆସି ନିକଟବର୍ତ୍ତୀ ହୁଅନ୍ତେ ଦାଉଦ ଶୀଘ୍ର ସେହି ପଲିଷ୍ଟିୟ ସହିତ ଭେଟିବାକୁ ସୈନ୍ୟ ଶ୍ରେଣୀ ଆଡ଼େ ଦୌଡ଼ିଲେ। ପୁଣି ଦାଉଦ ଆପଣା ଝୁଲିରେ ହାତ ପୁରାଇ ତହିଁରୁ ଗୋଟିଏ ପଥର କାଢ଼ି ଛାଟିଣିରେ ମାରି ସେହି ପଲିଷ୍ଟିୟର କପାଳକୁ ଆଘାତ କଲେ। ତହିଁରେ ସେ ପଥର ତାହା କପାଳରେ ପଶି ଯାଆନ୍ତେ ସେ ମୁହଁ ମାଡ଼ି ଭୂମିରେ ପଡ଼ିଲା। ଏହି ପ୍ରକାରେ ଦାଉଦ ଛାଟିଣି ଓ ପଥର ଦ୍ୱାରା ସେହି ପଲିଷ୍ଟିୟ ଉପରେ ଜୟଲାଭ କଲେ ଓ ପଲିଷ୍ଟିୟଙ୍କୁ ଆଘାତ କରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତରେ ଖଡ଼୍ଗ ନଥିଲା। ତହୁଁ ଦାଉଦ ଦୌଡ଼ି ଯାଇ ସେହି ପଲିଷ୍ଟିୟ ଉପରେ ଠିଆ ହେଲେ ଓ ତାହାର ଖଡ଼୍ଗ ନେଇ ଖାପରୁ କାଢ଼ି ତାହାକୁ ବଧ କଲେ ଓ ତଦ୍ୱାରା ତାହାର ମସ୍ତକ ଛେଦନ କଲେ। ଆଉ ପଲିଷ୍ଟିୟମାନେ ଆପଣମାନଙ୍କ ବୀରକୁ ମୃତ ଦେଖି ପଳାଇଲେ। ତହୁଁ ଇସ୍ରାଏଲ ଓ ଜିହୁଦାର ଲୋକମାନେ ଉଠି ଜୟଧ୍ୱନି କଲେ ଓ ଗାଥ ସନ୍ନିକଟ ଓ ଇକ୍ରଣ ଦ୍ୱାରା ପର୍ଯ୍ୟନ୍ତ ପଲିଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇଲେ। ତହିଁରେ ପଲିଷ୍ଟିୟମାନଙ୍କ ହତ ଲୋକମାନେ ସାରଣୀୟ ପଥରେ ଗାଥ ଓ ଇକ୍ରଣ ପର୍ଯ୍ୟନ୍ତ ପଡ଼ିଲେ। ଏ ଉତ୍ତାରେ ଇସ୍ରାଏଲ ସନ୍ତାନଗଣ ପଲିଷ୍ଟିୟମାନଙ୍କ ପଛେ ପଛେ ଗୋଡ଼ାଇବାରୁ ନେଉଟି ଆସି ସେମାନଙ୍କ ଛାଉଣି ଲୁଟ କଲେ। ପୁଣି ଦାଉଦ ସେହି ପଲିଷ୍ଟିୟର ମସ୍ତକ ନେଇ ଜେରୁସାଲେମକୁ ଆଣିଲେ, ମାତ୍ର ତାହାର ସଜା ଆପଣା ତମ୍ବୁରେ ରଖିଲେ। ସେହି ପଲିଷ୍ଟିୟ ବିରୁଦ୍ଧରେ ଦାଉଦଙ୍କୁ ବାହାରିବାର ଦେଖି ସାଉଲ ସୈନ୍ୟର ସେନାପତି ଅବନରଙ୍କୁ କହିଲେ, ଅବନର, ଏହି ଯୁବା କାହାର ପୁଅ? ଅବନର କହିଲା, ହେ ମହାରାଜ, ଆପଣଙ୍କ ପ୍ରାଣ ଜୀବିତ ଥିବା ପ୍ରମାଣେ କହୁଛି, ମୁଁ କହିପାରିବି ନାହିଁ। ତହିଁରେ ରାଜା କହିଲେ, ପଚାର, ଏ ଭେଣ୍ଡିଆଟି କାହାର ପୁଅ? ଆଉ ଦାଉଦ ପଲିଷ୍ଟିୟଙ୍କୁ ବଧ କରି ପଲିଷ୍ଟିୟର ମସ୍ତକ ହସ୍ତରେ ଧରି ଫେରି ଆସିବା ବେଳେ ଅବନର ତାଙ୍କୁ ନେଇ ସାଉଲଙ୍କ ସମ୍ମୁଖକୁ ଆଣିଲା। ତହିଁରେ ସାଉଲ
ତାଙ୍କୁ ପଚାରିଲେ, ହେ ଯୁବକ, ତୁମେ କାହାର ପୁଅ? ଦାଉଦ ଉତ୍ତର ଦେଲେ, ମୁଁ ଆପଣଙ୍କର ଦାସ ବେଥଲିହମ ଯିସିର ପୁଅ।